ଆଜିର ଅନୁଚିନ୍ତା। ତୁମକୁ ଏ ଦୁନିଆରେ ତୁମର ଭାଗ୍ୟ ନିଜେ ହିଁ ଲେଖିବାକୁ ପଡ଼ିବ। କାରଣ ଏହା ଚିଠି ନୁହେଁ ଯାହାକୁ ତୁମେ ଅନ୍ୟମାନଙ୍କ ଦ୍ୱାରା ଲେଖାଇ ଦେବ। କାହା ସହିତ ଅଯଥା ଯୁକ୍ତି କରିବା ଅପେକ୍ଷା ନିଜେ ନୀରବ ରହିଯିବା ଭଲ। ନିଜକୁ ଛୋଟ ମନେକରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବେ। କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଁଇଥାଏ। ଜୀବନରେ କେବେ ବି ନିଜର ଦକ୍ଷତା ବା କଳାକୁ ନେଇ ଅହଙ୍କାର କରନ୍ତୁ ନାହିଁ। କାରଣ ପଥର ଯେତେବେଳେ ପାଣିରେ ପଡ଼େ ତା ନିଜ ଓଜନ ପାଇଁ ହିଁ ପଥର ବୁଡ଼େ। ଯେଉଁ କଷ୍ଟ ତୁମେ ନିଜେ ସହ୍ୟ କରିପାର ନାହିଁ ସେହି କଷ୍ଟ ତୁମେ ଅନ୍ୟ କାହାକୁ ଦିଅ ନାହିଁ। ଯଦି ନିଜେ ସତ୍ପଥରେ ଅଛ ତେବେ ନୀରବତାର ସହ କାମ କରିଚାଲ। କୂଟ କପଟି ଲୋକଙ୍କ ଚିତ୍କାରକୁ ଧ୍ୟାନ ନ ଦେଇ ନିଜ କାମକୁ ପ୍ରାଧାନ୍ୟ ଦେଇ କର୍ମ କରିଚାଲ। ସମୟ ହିଁ ସେମାନଙ୍କୁ ଉଚିତ ଜବାବ ଦେବ। ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼ାଇବାକୁ ଚାଲି ଆସନ୍ତି। ସେଥିପାଇଁ ତ ଶବ ଗଲାବେଳେ ସମସ୍ତେ ପଛରେ ଚାଲିଥାନ୍ତି ଏବଂ ବରଯାତ୍ରୀ ଗଲାବେଳେ ସମସ୍ତେ ଆଗରେ ଚାଲିଥାନ୍ତି। ଈଶ୍ୱର କୌଣସି ମୂର୍ତ୍ତିରେ ବାସ କରନ୍ତି ନାହିଁ। ମଣିଷର ଅନୁଭୂତି ହିଁ ପ୍ରକୃତ ଈଶ୍ୱର ଏବଂ ଆତ୍ମା ତା'ର ମନ୍ଦିର।